ନୂଆ ବର୍ଷ ଆସିଲା, କ୍ୟାଲେଣ୍ଡର ବଦଳିଗଲା, ତାରିଖ ବଦଳିଗଲା, କିନ୍ତୁ ମଣିଷର ମନ ବଦଳିଲା କି? ଆଜି ଜଗନ୍ନାଥ ମନ୍ଦିରକୁ ଦେଖିଲେ ହଜାର ହଜାର ହାତ ଯୋଡ଼ା, କିନ୍ତୁ ମନ ଭିତରେ କେତେ ଲୋକ ଅହଙ୍କାର ନେଇ ଯାଉଛନ୍ତି। ଆଜି ସମସ୍ତେ କହୁଛନ୍ତି ନୂଆ ବର୍ଷରେ ନୂଆ ଆରମ୍ଭ, କିନ୍ତୁ ସେଇ ପୁରୁଣା ଈର୍ଷା, ସେଇ ପୁରୁଣା ଘୃଣା, ସେଇ ପୁରୁଣା ମିଥ୍ୟା, ସେଗୁଡ଼ିକୁ କେହି ଛାଡ଼ୁନାହାନ୍ତି। ଜଗନ୍ନାଥ ଦେଖୁଛନ୍ତି କେଉଁଠି ଭକ୍ତି ଅଛି ଆଉ କେଉଁଠି ମାତ୍ର ଦେଖେଇ ହେଉଛନ୍ତି। ଆମେ କହୁ ଭଗବାନ ସବୁ କରିଦେବେ, କିନ୍ତୁ ନିଜେ ବଦଳିବାକୁ ଚାହୁଁନାହୁଁ। ଜଗନ୍ନାଥ କେବେ କହିନାହାନ୍ତି ତୁ ଧନୀ ହ, ସେ କହନ୍ତି ମଣିଷଟେ ହ। ଆଜିର ସମାଜରେ ମଣିଷ ମଣିଷକୁ ଚିହ୍ନୁନାହିଁ, କିନ୍ତୁ ଷ୍ଟାଟସ୍, ଲାଇକ୍, ଫଲୋଅର୍ ସବୁକୁ ଗଣି ଗଣି ଜୀବନ କଟୁଛି। ଜଗନ୍ନାଥଙ୍କ ଆଖି ଖୋଲା, ସେ ଦେଖୁଛନ୍ତି ମା ବାପା ଏକାକୀ, ପିଲା ମୋବାଇଲରେ ବ୍ୟସ୍ତ। ସେ ଦେଖୁଛନ୍ତି ସମ୍ପର୍କ ଭାଙ୍ଗୁଛି, କାରଣ ଧୈର୍ଯ୍ୟ ନାହିଁ, ସହିବା ଶକ୍ତି ନାହିଁ। ଜଗନ୍ନାଥ ଚାହାନ୍ତି ନାହିଁ ବଡ଼ ମନ୍ଦିର, ବଡ଼ ଭେଟା, ବଡ଼ ଦାନ। ସେ ଚାହାନ୍ତି ଏକ ଶୁଦ୍ଧ ମନ, ଏକ ସତ୍ୟ ଭାବ, ଏକ ଭଲ ମନୁଷ୍ୟ। ନୂଆ ବର୍ଷରେ ଆମେ ଯଦି ସତରେ କିଛି ବଦଳାଇବାକୁ ଚାହୁଁ, ତାହେଲେ ଅନ୍ୟକୁ ଦୋଷ ଦେବା ଛାଡ଼, ନିଜକୁ ସଂଶୋଧନ କର। ଅଳ୍ପ ଧୈର୍ଯ୍ୟ ରଖ, ଅଳ୍ପ ଦୟା ଶିଖ, ଅଳ୍ପ ଭରସା ରଖ ଜଗନ୍ନାଥଙ୍କ ଉପରେ। ଜଗନ୍ନାଥ କହୁଛନ୍ତି ତୁ ମୋତେ ମନ୍ଦିରରେ ନୁହେଁ, ତୋ ମନରେ ରଖ। ଯଦି ଏହି ନୂଆ ବର୍ଷରେ ତୁ ଏକ ଭଲ ମଣିଷ ହେବୁ, ତାହେଲେ ସେଇଟା ହେବ ତୋର ସବୁଠୁ ବଡ଼ ପୂଜା। ଜୟ ଜଗନ୍ନାଥ।